आकाशवाणी संवाद पढ़ुछंती मलय रंजन मिश्र। सांस्कृतिक पुनर्जागरण पर देशर समृद्ध ऐतिह्य एवं शास्त्रीय भाषार संपर्क उपर गुरुत्व देले उपराष्ट्रपति। अखिल भारतीय प्रिजाइडिंग अफिसर सम्मिलनी AIPOC 85तम अधिवेशन पाटनाठारे आरंभ। ओडिशार कोणार्कठारे आरंभ ହେଲା तृतीय जातीय खणिमंत्री सम्मिलनी। ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ନେବେ ଶପଥ ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି JSW ସୋରମା ହକି କ୍ଲବ ଏବଂ ଦିଲ୍ଲୀ SG ପାଇପର୍ସ ମଧ୍ୟରେ ହେବ ମୁକାବିଲା। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସାଂସ୍କୃତିକ ପୁନର୍ଜାଗରଣ ପାଇଁ ଦେଶର ସମୃଦ୍ଧ ଐତିହ୍ୟ ଏବଂ ଶାସ୍ତ୍ରୀୟ ଭାଷାର ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ନନ୍ଦଲାଲ ନୁଆଲ ସେଣ୍ଟର ଅଫ୍ ଇଣ୍ଡୋଲୋଜିର ଶିଳାନ୍ୟାସ ସମାରୋହରେ ଯୋଗଦେଇ ଶ୍ରୀ ଧନକଡ଼ ଏହା କହିଛନ୍ତି। ସେ କହିଛନ୍ତି ଭାରତ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଛି। ଦେଶର ପ୍ରାଚୀନ ଭାଷା ଓ ସାହିତ୍ୟର ସଂରକ୍ଷଣ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି ଏ କ୍ଷେତ୍ରରେ ଯୁବବର୍ଗଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ସଂସ୍କୃତି ଏବଂ ଏହାର ସଂରକ୍ଷଣ ଶାସନ ବ୍ୟବସ୍ଥାର ପ୍ରାଚୀନ ନୀତି ନେଇ ସଚେତନତା ବୃଦ୍ଧି ଉପରେ ଉପରାଷ୍ଟ୍ରପତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଭାରତୀୟ ସମ୍ବିଧାନ ପ୍ରଣୟନର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକ ବିଭାଗ ପକ୍ଷରୁ ନୂଆଦିଲ୍ଲୀଠାରେ ଆଜିଠାରୁ 3 ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଜାତୀୟ ଡାକଟିକଟ ସଂଗ୍ରହାଳୟରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସବୁ ବୟସର ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, କୁଇଜ୍, ଷ୍ଟାମ୍ପ ସଫାରୀ ଏବଂ ଲିଖନ ପ୍ରତିଯୋଗିତା ଆଦି ସ୍ଥାନ ପାଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଅବସରରେ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ବିକାଶ ପଥରେ ସମ୍ବିଧାନ ଆମକୁ ପଥ ପ୍ରଦର୍ଶନ କରିଚାଲିଛି। ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ କରାଇବା ଏବଂ ଡାକ ବିଭାଗର ଯାତ୍ରା ସହିତ ପରିଚୟ କରାଇବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ ହେବା ନେଇ ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି। ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀ AIPOCର 85ତମ ଅଧିବେଶନ ଆଜିଠାରୁ ପାଟନାଠାରେ ଆରମ୍ଭ ହୋଇଛି। 2 ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ଓମ୍ ବିର୍ଲା ବିହାର ବିଧାନସଭାର କେନ୍ଦ୍ରୀୟ ହଲ୍ରେ ଉଦ୍ଘାଟନ କରିଛନ୍ତି। ଦୀର୍ଘ 43 ବର୍ଷ ପରେ ବିହାରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଭିନ୍ନ ରାଜ୍ୟ, ଲୋକସଭା ଏବଂ ରାଜ୍ୟସଭାରୁ 300ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିଆଲଦା କୋର୍ଟ ଆଜି ଦଣ୍ଡାଦେଶ ପ୍ରଦାନ କରିବେ। କୋର୍ଟ ଗତ ଶନିବାର ଦିନ ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଞ୍ଜୟ ରାୟଙ୍କୁ ଦୋଷୀ ଘୋଷଣା କରିବା ଅବସରରେ ବିଚାରପତି କହିଛନ୍ତି, ତଦନ୍ତକାରୀ ସଂସ୍ଥା CBI ଦାଖଲ କରିଥିବା ତଥ୍ୟରୁ ଦୋଷ ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ 9 ତାରିଖରେ ଆର୍ଜିକର ମେଡିକାଲ କଲେଜ ସେମିନାର ହଲ୍ରୁ PG ଡାକ୍ତରୀ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଅଗଷ୍ଟ 10 ତାରିଖରେ କୋଲକାତା ପୁଲିସ ସଞ୍ଜୟ ରାଓଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ CBIକୁ ହସ୍ତାନ୍ତର କରାଯାଇଥିଲା। CBI ତଦନ୍ତ ଶେଷ କରି ଏହି ମାମଲାରେ ସଞ୍ଜୟ ରାଓଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଓଡ଼ିଶାର କୋଣାର୍କଠାରେ ଆଜିଠାରୁ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି। ଖଣିଜ ସମ୍ପଦ କ୍ଷେତ୍ରରେ ସମ୍ଭାବନା ଏବଂ 2047 ବିକଶିତ ଭାରତ ପରିକଳ୍ପନା ଆଧାରରେ ଏହି 2 ଦିନିଆ ସମ୍ମିଳନୀ ଖଣି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ 11ଟି ରାଜ୍ୟର ଖଣିମନ୍ତ୍ରୀ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜାମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ବରିଷ୍ଠ ପଦାଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଦେଶବ୍ୟାପୀ ଦକ୍ଷ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଏହି ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ଗ୍ରହଣ କରିବେ। ୱାଶିଂଟନ ଡିସିଠାରେ ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ଶ୍ରୀ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ। ଭାରତୀୟ ସମୟ ଆଜି ରାତି 8:30ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରବଳ ଥଣ୍ଡା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ରୋଟୁଣ୍ଡାଠାରେ ଏକ ହଲ୍ରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ କରିବା ପରେ ଶ୍ରୀ ଟ୍ରମ୍ପ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ମଧ୍ୟ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଉତ୍ସବରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଇକ୍ୱେଡର ରାଷ୍ଟ୍ରପତି ଡାନିଏଲ ନୋବୁଆ, ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେଆର ବାଲସୋନାରୋ, ପୋଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ମେଟିୟୁଜ୍ ମୋରାୱିକି ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶପଥ ଗ୍ରହଣର ଅବ୍ୟବହିତ ପୂର୍ବରୁ ଗତକାଲି 78 ବର୍ଷୀୟ ଶ୍ରୀ ଟ୍ରମ୍ପ ୱାଶିଂଟନ ଡିସିଠାରେ ଏକ ବିଜୟ ସମାବେଶରେ ଯୋଗଦେଇ ସମର୍ଥକଙ୍କୁ ସମ୍ବୋଧନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ୱାଶିଂଟନ ଡିସିଠାରେ ଜାପାନ ପ୍ରତିପକ୍ଷ ତାକେସି ଇୱାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ସେମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଏବଂ କ୍ୱାଡ୍ ସମ୍ବନ୍ଧୀୟ ବିକାଶ ଉପରେ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୟୋଙ୍ଗଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ସୂଚନା ମିଳିଛି। ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଐତିହାସିକ ଅସ୍ତ୍ରବିରତିର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍ଟ ଏବଂ କାତାରର ମିଳିତ କୂଟନୈତିକ ପ୍ରୟାସରେ ଦୁଇପକ୍ଷ ମଧ୍ୟରେ ଏହି ଚୁକ୍ତି ହୋଇଥିବା ଜଣାପଡ଼ିଛି। ଚୁକ୍ତି ବଳରେ 3 ଜଣ ଇସ୍ରାଏଲ୍ ପଣବନ୍ଦୀ ଏବଂ 90 ଜଣ ପାଲେଷ୍ଟିନ୍ କଏଦୀଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ମୁକ୍ତ ହୋଇଥିବା 3 ଜଣ ଯାକ ଇସ୍ରାଏଲ୍ ନାଗରିକ ନିଜ ପରିବାରକୁ ଫେରିଛନ୍ତି। ଆସନ୍ତା 6 ସପ୍ତାହ ମଧ୍ୟରେ ଦୁଇପକ୍ଷ ମଧ୍ୟରେ ବ୍ୟାପକ ପଣବନ୍ଦୀ ବିନିମୟ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହାଫଳରେ 33 ଜଣ ଇସ୍ରାଏଲ୍ ପଣବନ୍ଦୀ ଏବଂ ପାଖାପାଖି 2000 ପାଲେଷ୍ଟିନୀୟ କଏଦୀଙ୍କୁ ପ୍ରତ୍ୟର୍ପଣ କରାଯିବାର ବ୍ୟବସ୍ଥା ହୋଇଛି। ଏଥିସହିତ ମାନବିକ ସହାୟତା ସ୍ୱରୂପ ଦୈନିକ 600 ରିଲିଫ୍ ସାମଗ୍ରୀ ଟ୍ରକ୍କୁ ଗାଜାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ନେଇ ଆଲୋଚନା ହୋଇଛି। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ 200 ଟନ୍ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ 20ଟି ଟ୍ରକ୍ ଗାଜାକୁ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମେଣ୍ଟ ସରକାରରେ ଅସ୍ତ୍ରବିରତି ନେଇ ତିକ୍ତତା ଦେଖାଦେଇଥିବା ଜଣାପଡ଼ିଛି। କେତେକ ପ୍ରମୁଖ ନେତା ଏଭଳି ଚୁକ୍ତିକୁ ବିରୋଧ କରିଥିବା ଜଣାପଡ଼ିଛି। ଏକ ଟେଲିଭିଜନ ପ୍ରସାରଣରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ପରବର୍ତ୍ତୀ ଆଲୋଚନା ବିଫଳ ହେଲେ ଇସ୍ରାଏଲ୍ ସାମରିକ ଅଭିଯାନ ପୁନଃ ଆରମ୍ଭ କରିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶକ୍ତି ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସମ୍ପୁର ସୌରଶକ୍ତି ପ୍ଲାଣ୍ଟ ୟୁନିଟ୍ ପିଛା ମୂଲ୍ୟ ଚୂଡ଼ାନ୍ତ ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜାତୀୟ ଥର୍ମାଲ ପାୱାର କର୍ପୋରେସନ୍ ଏବଂ ସିଲୋନ୍ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ଏନେଇ କଥାବାର୍ତ୍ତା ହୋଇଛି। ଘଣ୍ଟା ପିଛା ପ୍ରତି କିଲୋୱାଟ୍ ମୂଲ୍ୟ 5.97 ଆମେରିକୀୟ ସେଣ୍ଟ ଚୂଡ଼ାନ୍ତ ହୋଇଛି। ଶ୍ରୀଲଙ୍କାରେ ସ୍ଥାୟୀ ଶକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତର ସହଯୋଗରେ 135 ମେଗାୱାଟ୍ ଶକ୍ତି ସମ୍ପନ୍ନ ଏହି ପ୍ରକଳ୍ପ ସମ୍ପୁରଠାରେ ସ୍ଥାପନ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ଟାରେ ସଡ଼କ ନିରାପତ୍ତା ସୁନିଶ୍ଚିତତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମେହମୁଦ ଅହମ୍ମଦ ଏବଂ ପରିବହନ ବିଶେଷଜ୍ଞ ଅନିଲ ଛିକାରା ଏଥିରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-14444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି ଜେଏସ୍ଡବ୍ଲ୍ୟୁ ଶର୍ମା ହକି କ୍ଲବ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 6ଟାରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ପୁରୁଷ ବର୍ଗରେ ଆଜି ସାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଶୋରମା ହକି କ୍ଲବ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ରାତି 8:15ରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସାଂସ୍କୃତିକ ପୁନର୍ଜାଗରଣ ପାଇଁ ଦେଶର ସମୃଦ୍ଧ ଐତିହ୍ୟ ଏବଂ ଶାସ୍ତ୍ରୀୟ ଭାଷାର ସମ୍ପର୍କ ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀ AIPOCର 85ତମ ଅଧିବେଶନ ପାଟନାଠାରେ ଆରମ୍ଭ।
ଓଡ଼ିଶାର କୋଣାର୍କଠାରେ ଆରମ୍ଭ ହେଲା ତୃତୀୟ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀ। ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ନେବେ ଶପଥ ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି ଜେଏସ୍ଡବ୍ଲ୍ୟୁ ଶର୍ମା ହକି କ୍ଲବ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।